ଯେଉଁ ଭାଇ ଭଉଣୀମାନଙ୍କର ବିଛା ଓ କୁମ୍ଭ ଲଗ୍ନ ସେମାନଙ୍କର ଶେଷ ବେଳକୁ ମୃତ୍ୟୁ କିପରି ଆସେ ବା କେଉଁ ରୋଗ ନେଇକି ଆସେ ନା ସେମାନଙ୍କର ଅଷ୍ଟମାଧିପତି ହେଲେ କିଏ ସେ ନା ବୁଧ। ବୁଧର ରୋଗ ହେଲା କ'ଣ ନା ମୂର୍ଚ୍ଛା, ମାନସିକ ବିକୃତି, ପାଗଲ ମାନସିକ ବିକୃତି, ତାପରେ ନିମୋନିଆ, ବାତ ରୋଗ, ପିତ୍ତଜନିତ ବାଧା, କଫଜନିତ ବାଧା, ଆନ୍ତରିକ ଜ୍ୱର, ଶୂଳ ରୋଗ, ଜୀର୍ଣ୍ଣ ନହମା ବା ଆମର ଯେଉଁ ଫୁସ୍ଫୁସ୍ ଯେଉଁ ଆମର ମଦାଗ୍ନି ଏସବୁ ଜିନିଷ, ବାଣୀ ବିକାର, ବାଣୀ ରୋଧ ହୋଇଥିବ, କଥା କହିପାରିବେନି, 8 ଦିନ 15 ଦିନ ବର୍ତ୍ତମାନ ସେ ମୁକ ହୋଇକି ରହିଲେ, ତାପରେ ଚାଲିଗଲେ। ଜାଣିବେ ଯେ ତାଙ୍କର ଅଷ୍ଟମାଧିପତି ହେଲେ ବୁଧ। କଣ୍ଠର କିଛି ସମସ୍ୟା, କଣ୍ଠ ସମସ୍ୟା, ଯକୃତ ସମସ୍ୟା, ଏସବୁରେ ବିଛା ରାଶି, ଏ ବିଛା ଲଗ୍ନ ଓ କୁମ୍ଭ ଲଗ୍ନର ଭାଇ ଭଉଣୀମାନଙ୍କର ମୃତ୍ୟୁ ହୋଇଥାଏ। ଯେତେବେଳେ ନା ଶେଷ ସମୟ ଆସିବ, ସାଙ୍ଗେ ସାଙ୍ଗେ ହେଇଯିବନି, ଯେତେବେଳେ ଆସିବ ତାକୁ ଦେଖିବେ। ପରବର୍ତ୍ତୀ ଲଗ୍ନ।